ରାତିରେ ଚନ୍ଦ୍ରମା ଦୂରରେ ଥାଇ ଆମ ପୃଥିବୀର ସୁନ୍ଦରତାକୁ ଆହୁରି ବଢ଼ାଇଥାଏ ଏବଂ ଆପଣମାନେ ଜାଣିଛନ୍ତି ଯେ ଚନ୍ଦ୍ରମା ପ୍ରତି ସମୟ ଆମ ପୃଥିବୀର ଚାରିପଟେ ଘୁରି ବୁଲେ। କିନ୍ତୁ ଆପଣ କେବେ ଭାବିଛନ୍ତି 3,84,400 କିଲୋମିଟର ଦୂରରେ ଥିବା ସେହି ଚନ୍ଦ୍ରମା ଯଦି ତାର ଜାଗାରୁ ଟିକିଏ ବି ଆଗକୁ ଆସିଯାଏ ତାହେଲେ ଆମ ପୃଥିବୀର କ'ଣ ହେବ? ମାନେ ଚନ୍ଦ୍ରମା ଯଦି ଆମ ପୃଥିବୀ ଆଡ଼କୁ ମାଡ଼ି ଆସେ ତାହେଲେ ଆମ ପୃଥିବୀର ଅବସ୍ଥା କ'ଣ ହେବ? କେବେ ଭାବିଛନ୍ତି? ଦୁର୍ଭାଗ୍ୟବଶ ଯଦି ଏମିତି ହୁଏ ତାହେଲେ ପ୍ରଳୟ ଆସିଯିବ। ଆଉ ଯେଉଁ ପ୍ରଳୟ ଏବଂ ବିନାଶ ହେବ ତାହା ଆପଣ କେବେ ସ୍ୱପ୍ନରେ ବି କଳ୍ପନା କରିନଥିବେ। କିନ୍ତୁ ଆଉ ଏକ ଭୟାନକ କଥା ତ ଏହା ଯେ ବିନାଶ ତ ହେବ, ହେଲେ ସେହି ବିନାଶ ପୁରା ବର୍ଷର 12 ମାସରେ ଟିକେ ଟିକେ କରି ଷ୍ଟେପ୍ ବାଇ ଷ୍ଟେପ୍ ମନୁଷ୍ୟ ଜାତିର ଅନ୍ତ କରିବ। ଆଉ ଏହା କେମିତି ହେବ ଜାଣିବା ଆଜିର ଏହି ଏପିସୋଡରେ। ନମସ୍କାର ୟୁଟ୍ୟୁବ, ମୁଁ ଶୁଭମ ଆପଣଙ୍କୁ ସ୍ୱାଗତ କରୁଛି କିଛି ନୂଆ କଥାରେ। ଚାଲନ୍ତୁ ପ୍ରଥମେ ବିଜ୍ଞାନ ଭାଷାରେ ଜାଣିବା ଯେ କ'ଣ ସତରେ ଚନ୍ଦ୍ରମା ଆମ ପୃଥିବୀରେ ଆସି ପଡ଼ିପାରେ। ଆମେ ସମସ୍ତେ ଜାଣିଛେ ଯେ ପୃଥିବୀ ନିଜର ମାଧ୍ୟାକର୍ଷଣ ବଳରେ ସମସ୍ତ ବସ୍ତୁକୁ ନିଜ ଆଡ଼କୁ ଟାଣିଥାଏ। ଏମାନଙ୍କ ମଧ୍ୟରେ ଚନ୍ଦ୍ରମା ମଧ୍ୟ ସାମିଲ ଅଛି। ଉଦାହରଣ ସ୍ୱରୂପ ଯଦି ଆପଣ ଗୋଟେ ବଲକୁ ଉପରକୁ ଫୋପାଡ଼ନ୍ତି ତାହେଲେ ସେ ଗୋଟେ ସୀମିତ ଉଚ୍ଚତାକୁ ଯାଇ ପୁଣି ପୃଥିବୀରେ ଆସି ପଡ଼ିଯାଏ। ଏହାର କାରଣ ହେଉଛି ଯେବେ ଆପଣ ବଲଟିକୁ ଉପରକୁ ପକାନ୍ତି ସେବେ ସେହି ବଲଟି ସେତେ ପର୍ଯ୍ୟନ୍ତ ଉପରକୁ ଯାଏ ଯେତେ ପର୍ଯ୍ୟନ୍ତ ସେହି ବଲରେ ସ୍ପିଡ୍ ଥାଏ। ଆଉ ଯେମିତି ହିଁ ସେହି ବଲର ସ୍ପିଡ୍ କମିଯାଏ ସେହି ବଲଟି ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁଁ ତଳେ ଆସି ପଡ଼ିଯାଇଥାଏ। ଏହାର ମାନେ ସ୍ପିଡ୍ ଗ୍ରାଭିଟିର ବିରୁଦ୍ଧରେ କାମ କରେ। ହେଲେ ଆପଣ କେବେ ଭାବିଛନ୍ତି କୌଣସି ବସ୍ତୁର ସ୍ପିଡ୍ କମ୍ କାହିଁକି ହୁଏ? ପ୍ରକୃତରେ ଏହାର କାରଣ ହେଉଛି ଆମ ପୃଥିବୀର ବାୟୁମଣ୍ଡଳରେ ଥିବା ପବନ। ମାନେ ଯେମିତି ହିଁ କୌଣସି ବସ୍ତୁ ମୁଭ୍ ହୁଏ ସେ ପବନ ସହିତ ଘର୍ଷଣ କରେ, ଆଉ ଅଧିକ ଘର୍ଷଣ ଦ୍ୱାରା କିଛି ସମୟ ପରେ ତାର ସ୍ପିଡ୍ କମିଯାଏ। ଏହାର ମାନେ ପବନ ଗ୍ରାଭିଟିର ସପକ୍ଷରେ କାମ କରେ। ହେଲେ ପୃଥିବୀ ତ ତାର ମାଧ୍ୟାକର୍ଷଣ ବଳରେ ଚନ୍ଦ୍ରମାକୁ ମଧ୍ୟ ଟାଣିଥାଏ। କିନ୍ତୁ ଚନ୍ଦ୍ରମା କାହିଁକି ପୃଥିବୀରେ ଆସି ପଡ଼େ ନାହିଁ? ତାହେଲେ କ'ଣ ଚନ୍ଦ୍ରମାକୁ କୌଣସି ଅଦୃଶ୍ୟ ଶକ୍ତି ପଛପଟୁ ଜାବୁଡ଼ି ଧରିଛି? ସେମିତି ନୁହଁ। ଏହାର ପ୍ରକୃତ କାରଣ ହେଉଛି ଚନ୍ଦ୍ରମାର ସ୍ପିଡ୍। ଚନ୍ଦ୍ରମା ତାର ଦ୍ରୁତ ଗତିରେ ଆମ ପୃଥିବୀର କକ୍ଷପଥ କରେ। ଆଉ ଆପଣମାନେ ଟିକେ ଆଗରୁ ଏହା ଜାଣିଲେ ଯେ ସ୍ପିଡ୍କୁ କମ୍ କରିବାକୁ ହେଲେ ପବନର ଆବଶ୍ୟକ ପଡ଼େ। କିନ୍ତୁ ମହାକାଶରେ ତ ପବନ ହିଁ ନାହିଁ ଯିଏ ଚନ୍ଦ୍ରମାର ସ୍ପିଡ୍କୁ କମ୍ କରିଦେବ। ଆଉ ଏହା ହେଉଛି ମୁଖ୍ୟ କାରଣ ଯେଉଁଥିପାଇଁ ଚନ୍ଦ୍ରମା ଦ୍ରୁତ ଗତିରେ ଆମ ପୃଥିବୀ ଚାରିପଟେ ଘୁରି ବୁଲେ। ଆଉ ପୃଥିବୀ ତାର ମାଧ୍ୟାକର୍ଷଣ ବଳରେ ଚନ୍ଦ୍ରମାକୁ ନିଜ ଆଡ଼କୁ ଟାଣି ପାରେନି। ଏବେ ସାଇନ୍ସ ପାଠ ତ ବେଶୀ ହେଇଗଲା, ଚାଲନ୍ତୁ ଏବେ କଳ୍ପନାର ଦୁନିଆ ଆଡ଼େ ଟିକେ ବୁଲି ଆସିବା। ଧରିନିଅ ଯଦି କିଛି କାରଣରୁ ଚନ୍ଦ୍ରମା ପୃଥିବୀ ଆଡ଼କୁ ମାଡ଼ି ଆସେ, ମାନେ ଯଦି କୌଣସି ବଡ଼ ଉଲ୍କାପିଣ୍ଡ ଚନ୍ଦ୍ରମାରେ ଆସି ଧକ୍କା ହେଇଯାଏ ଆଉ ଚନ୍ଦ୍ରମା ତା ଜାଗାରୁ ଘୁଞ୍ଚି ପୃଥିବୀ ଆଡ଼କୁ ଆସିବା ଆରମ୍ଭ କରେ ତାହେଲେ ବି ଚନ୍ଦ୍ରମାକୁ ପୃଥିବୀ ପାଖରେ ପହଞ୍ଚିବା ପାଇଁ ପୁରା 1 ବର୍ଷ ଲାଗିଯିବ। କାହିଁକି ନା ଚନ୍ଦ୍ରମା ପୃଥିବୀ ଠାରୁ 3,84,400 କିଲୋମିଟର ଦୂରରେ ଅଛି। ଆଉ ଚନ୍ଦ୍ରମା ଯେମିତି ଯେମିତି ପୃଥିବୀ ଆଡ଼କୁ ବଢ଼ିବ ସେତିକି ସ୍ପିଡ୍ରେ ସେ ପୃଥିବୀର ଚାରିପଟେ ଘୁରି ବୁଲିବ। ଆଉ ସେ ଘୁରି ବୁଲି ବୁଲି 12 ମାସରେ ଷ୍ଟେପ୍ ବାଇ ଷ୍ଟେପ୍ ପୃଥିବୀ ପାଖରେ ଆସି ପହଞ୍ଚିବ। ମାନେ ମନୁଷ୍ୟମାନେ ଗୋଟେ ଥରକେ ମରିବେନି, ପ୍ରତି ମାସ ଧୀରେ ଧୀରେ କରି ଛଟପଟ ହେଇ ମରିବେ। ଚାଲନ୍ତୁ ଜାଣିବା ପ୍ରଥମ ମାସରେ କ'ଣ ଘଟିବ। ଚନ୍ଦ୍ରମା ପୃଥିବୀ ଠାରୁ 3,84,000 କିଲୋମିଟର ଦୂରରେ ଅଛି। ଆଉ ପ୍ରଥମ ମାସ ସେ 3,84,400 କିଲୋମିଟରରୁ ସିଧା 2 ଲକ୍ଷ କିଲୋମିଟରରେ ଆସି ପହଞ୍ଚିଯିବ। ସବୁକିଛି ନର୍ମାଲ ଥିବ, କିନ୍ତୁ ଧୀରେ ଧୀରେ ସମୁଦ୍ରର ଲହରୀ ବଢିବାକୁ ଲାଗିବ। କାହିଁକି ନା ଚନ୍ଦ୍ରମା ଯେମିତି ହିଁ ପୃଥିବୀର ନିକଟକୁ ଆସିବ ଚନ୍ଦ୍ରମାର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପୃଥିବୀର ସମୁଦ୍ର ମାନଙ୍କ ଉପରେ ପ୍ରଥମେ ପଡ଼ିବ। ଏହା ସେତେ ପ୍ରଭାବ ପଡ଼ିବନି, ସମୁଦ୍ରର ଲହରୀ କେବଳ 4 ରୁ 5 ସେଣ୍ଟିମିଟର ବଢିଯିବ। ଆଉ ଏହା କାରଣରୁ ସମୁଦ୍ର ପାଖରେ ଥିବା ଜାଗା ଗୁଡ଼ିକ ପାଣିରେ ବୁଡ଼ିବା ଆରମ୍ଭ ହେଇଯିବ। ଦ୍ୱିତୀୟ ମାସରେ ଚନ୍ଦ୍ରମାର ଦୂରତା 2 ଲକ୍ଷ କିଲୋମିଟରରୁ କମି 1,33,000 କିଲୋମିଟର ରହିଯିବ। ଚନ୍ଦ୍ରମା ପୃଥିବୀର ଆହୁରି ନିକଟକୁ ଚାଲି ଆସିବ। ସମୁଦ୍ର ପାଖରେ ଥିବା ସବୁ ଏରିଆ ବର୍ବାଦ ହେଇଯାଇଥିବ। ସମୁଦ୍ରର ଲହରୀର ଉଚ୍ଚତା ଆହୁରି ବଢିଯିବ। ଆଉ 1 ମାସରେ ଅନେକ ଥର ସୂର୍ଯ୍ୟ ଗ୍ରହଣ ହେବ। କାହିଁକି ନା ଚନ୍ଦ୍ରମା ବହୁତ ସ୍ପିଡ୍ରେ ପୃଥିବୀର ପରିକ୍ରମା କରିବାକୁ ଲାଗିବ। ଆଉ ସେ ବାରମ୍ବାର ସୂର୍ଯ୍ୟର ସାମ୍ନାକୁ ଆସିବ, ଯାହାଦ୍ୱାରା ମୌସମରେ ଟିକେ ପ୍ରଭାବ ପଡ଼ିବ। କିନ୍ତୁ ସବୁଠାରୁ ଅଧିକ ପ୍ରଭାବ ଇଣ୍ଟରନେଟ୍ ପ୍ରେମିକ ମାନଙ୍କ ଉପରେ ପଡ଼ିବ।
କାରଣ ଇଣ୍ଟରନେଟ ପୁରାପୁରି ବନ୍ଦ ହେଇଯିବ। କାହିଁକି ନା ଇଣ୍ଟରନେଟର ସବୁ କେବଲ୍ସ ଗୁଡ଼ିକ ସମୁଦ୍ର ଭିତରେ ଦେଇ ସାରା ବିଶ୍ୱରେ ବିଛାଇ ଅଛି ଏବଂ ସବୁ ଡାଟା ଷ୍ଟେସନ ଗୁଡ଼ିକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ହିଁ ବନା ଯାଇଥାଏ। ଆଉ ଯେବେ ସମୁଦ୍ର ପାଖ ଏରିଆ ସବୁ ବର୍ବାଦ ହେଇଯାଇଥିବ ଏବଂ ବଡ଼ ବଡ଼ ସମୁଦ୍ର ଲହରୀ ଆସୁଥିବ ସେବେ ଇଣ୍ଟରନେଟ ପୁରା ବନ୍ଦ ହେଇଯିବ। ମାନେ ଚନ୍ଦ୍ରମା ଇଣ୍ଟରନେଟର ସବୁଠାରୁ ବଡ଼ ଶତ୍ରୁ ଅଟେ। ଆଉ ଏହା ପରେ ଆସିବ ଫ୍ୟୁଲ କ୍ରାଇସିସ୍। କାହିଁକି ନା ସମୁଦ୍ର ମଝିରେ ଯେଉଁ ତେଲ କାଢିବାର ମେସିନ ଲାଗିଥିବ ସେହା ବନ୍ଦ ହେଇଯିବ। ଏହାର ମାନେ ନା ଆପଣ ଗାଡିରେ କୁଆଡେ ଯାଇପାରିବେ ନା ଘରେ ବସି ୟୁଟ୍ୟୁବରେ ଭିଡିଓ ଦେଖିପାରିବେ। ତୃତୀୟ ମାସରେ ଚନ୍ଦ୍ରମା ପୃଥିବୀର 1,00,000 କିଲୋମିଟର ପାଖରେ ଆସି ପହଞ୍ଚିଯିବ ଆଉ ଅଧା ମନୁଷ୍ୟ ଜାତି ଧ୍ୱଂସ ହେଇସାରିଥିବେ କାରଣ ସମୁଦ୍ରର ଲହରୀର ଉଚ୍ଚତା ଆହୁରି ବେଶୀ ବଢି ସାରିଥିବ। ଆଉ ଚନ୍ଦ୍ରମା ଯେବେ ପୃଥିବୀର ଅର୍ବିଟରେ ଆସି ବୁଲିବ ସେବେ ସବୁ ସ୍ୟାଟେଲାଇଟ ଗୁଡ଼ିକ ଚନ୍ଦ୍ରମାରେ ଯାଇ ଧକ୍କା ହେଇ ଚୁରମାର ହେଇଯିବ ଏବଂ ବଳକା ଥିବା 30% ସ୍ଥଳଭାଗ ଏରିଆ ସମୁଦ୍ର ପାଣିରେ ବୁଡି ସାରିଥିବ ଆଉ ଚାରିଆଡେ କେବଳ ଖାରା ପାଣି ହିଁ ଥିବ ଯାହା ପିଇବା ଯୋଗ୍ୟ ନଥିବ। ଯେବେ ଚନ୍ଦ୍ରମା ପୃଥିବୀ ଠାରୁ 60,000 କିଲୋମିଟର ଦୂରରେ ଥିବ ସେବେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ସମୁଦ୍ରର ଲହରୀର ଉଚ୍ଚତା 100 ମିଟରରୁ ବି ଅଧିକ ହେଇସାରିଥିବ। ଆଉ ଚନ୍ଦ୍ରମାର ଗ୍ରାଭିଟି ପୃଥିବୀର ଗ୍ରାଭିଟି ଉପରେ ପ୍ରଭାବ ପକାଇବ। ଭୂମି ଫାଟିବାକୁ ଲାଗିବ, ବଡ଼ ବଡ଼ ଭୂମିକମ୍ପ ଆସିବ ଆଉ ଯେଉଁ ଜାଗାରେ ଜ୍ୱାଳାମୁଖୀ ଥିବ ସେହା ସକ୍ରିୟ ହେବାକୁ ଲାଗିବ। ଏବେ ଚନ୍ଦ୍ରମା ପୃଥିବୀର 40,000 କିଲୋମିଟର ପାଖକୁ ଆସି ସାରିଛି ଆଉ ବର୍ତ୍ତମାନ ଚନ୍ଦ୍ରମାର ସ୍ପିଡ ଏବେ ଆହୁରି ବଢି ସାରିଛି। ମାନେ ଗୋଟେ ଦିନରେ ଚନ୍ଦ୍ରମା ପୃଥିବୀର ଅନେକ ଥର ପରିକ୍ରମା କରୁଥିବ। ଏବେ ଚନ୍ଦ୍ରମା ଏତେ ନିକଟରେ ଥିବ ଯେ ସମୁଦ୍ର ପାଣି ଚନ୍ଦ୍ରମାର ଗ୍ରାଭିଟିକୁ ଫଲୋ କରୁଥିବ। ମାନେ ଚନ୍ଦ୍ରମା ଯୁଆଡେ ଯାଉଥିବ ପୁରା ପୃଥିବୀର ସମୁଦ୍ର ପାଣି ସିଆଡେ ଯାଉଥିବ ଆଉ ଯେଉଁ ପଟେ ଚନ୍ଦ୍ରମା ନଥିବ ସେପଟେ ଶୁଖିଲା ପଡିବ। ଆଉ ଏମିତି ଗୋଟେ ଦିନରେ ଅନେକ ଥର ହେବ। ଆପଣ ଥରେ ଭାବି ଦେଖନ୍ତୁ ଏହି ଦୃଶ୍ୟ କେତେ ଭୟଙ୍କର ନଥିବ। ମାନେ ସାରା ପୃଥିବୀର ସମୁଦ୍ର ଏକ ସାଥିରେ ଚନ୍ଦ୍ରମାର ପିଛା କରିବେ ଆଉ ସମୁଦ୍ର ପାଣି ପୃଥିବୀ ସାରା ଘୁରି ବୁଲିବେ। ଶୁଣିଲା ବେଳକୁ ହିଁ ଗୁଣ୍ଡିଆ ଡରରେ ଥରି ଉଠୁଛି। ସେହି ଦୃଶ୍ୟ କେତେ ଭୟାନକ ନଥିବ। ମାନେ ଚନ୍ଦ୍ରମା ଯେବେ 40,000 କିଲୋମିଟର ଦୂରରେ ଥିବ ସେବେ ସାରା ମନୁଷ୍ୟ ଜାତି ଓ ଜୀବଜନ୍ତୁ ମାନଙ୍କର ବିନାଶ ହେଇସାରିଥିବ। ଏବେ ଯାହା ବି ହେଲେ କାହାର କଣ ଯାଉଛି, ପ୍ରଳୟ ତ ଆସି ସାରିଛି ଆଉ ପୃଥିବୀରୁ ମନୁଷ୍ୟ ଜାତିର ବିନାଶ ହୋଇସାରିଛି। ଏବେ ପୃଥିବୀ ନଷ୍ଟ ହେଇଯାଉ ଅବା ଠିକ ହେଇଯାଉ କିଛି ବି ଫରକ ପଡିବ ନାହିଁ। ସବୁଠାରୁ ଚକିତ କଥା ତ ଏହା ଯେ ଯେବେ ଶେଷ ମାସ ଆସିବ ଆଉ ଚନ୍ଦ୍ରମା ପୃଥିବୀରେ ଆସି ବାଡେଇ ହେବ ସେବେ ପୃଥିବୀର ମାଧ୍ୟାକର୍ଷଣ ବଳ ଅଧିକ ଥିବା ଯୋଗୁଁ ଚନ୍ଦ୍ରମା ଖଣ୍ଡ ବିଖଣ୍ଡ ହେଇଯିବ ଏବଂ ଗୋଟେ ରିଙ୍ଗ ପରି ଚନ୍ଦ୍ରମାର ଖଣ୍ଡ ଗୁଡ଼ିକ ପୃଥିବୀର ଚାରିପଟେ ଘୁରି ବୁଲିବେ ଆଉ ଏହା ପରେ ସବୁ କିଛି ଶାନ୍ତ ହେଇଯିବ। ଏବେ ଆପଣଙ୍କୁ ଲାଗୁଥିବ ଯେ ପୁଣି ଥରେ ପୃଥିବୀରେ ଜୀବନର ସୃଷ୍ଟି ହେବ, ବଞ୍ଚି ଯାଇଥିବା ମନୁଷ୍ୟ ପୁଣି ନୂଆ ସଂସାର ଆରମ୍ଭ କରିବେ। କିନ୍ତୁ କଥା ତ ଏହା ଅଟେ ଯେ ଏବେ ଚନ୍ଦ୍ରମା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇସାରିଛି। ଆମ ପୃଥିବୀର ଇକୋସିଷ୍ଟମ ପାଇଁ ଯେଉଁ ଚନ୍ଦ୍ରମା ଜରୁରୀ ଥିଲା ସେହା ଏବେ ଆମ ସୌରମଣ୍ଡଳରେ ଆଉ ନାହିଁ। ବାକି ଏବେ ଯେଉଁ ଜୀବନ ପୁଣି ଥରେ ସୃଷ୍ଟି ହେବ ସେହା ଆମମାନଙ୍କ ଠାରୁ ବହୁତ ଅଲଗା ହେବ। ଏବେ ଆପଣ ଭଗବାନଙ୍କୁ ଏହା ସବୁବେଳେ ପ୍ରାର୍ଥନା କରନ୍ତୁ ଯେ ହେ ପ୍ରଭୁ ଚନ୍ଦ୍ରମା ଯେଉଁଠି ଅଛି ତାକୁ ସେଠି ହିଁ ରଖନ୍ତୁ। ବାକି ଆପଣଙ୍କୁ ଯଦି ଜଣା ପଡିବ ଯେ କାଲିକି ପୃଥିବୀ ଧ୍ୱଂସ ହେଇଯିବ ତାହେଲେ ଆପଣ ନିଜର କେଉଁ ଇଚ୍ଛାକୁ ପ୍ରଥମେ ପୂରଣ କରିବାକୁ ଚାହିଁବେ ତଳେ କମେଣ୍ଟରେ ନିଶ୍ଚୟ ଲେଖିବେ। ଆଶା କରୁଛି ଏହି କାଳ୍ପନିକ ଭିଡିଓ ଆପଣଙ୍କୁ ପସନ୍ଦ ଆସିଥିବ। ତ ଭିଡିଓକୁ ଲାଇକ୍ କର, ସେୟାର କର ଏବଂ ଏମିତି ହିଁ ଆଗକୁ ଆହୁରି ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ବି ଦବାଇ ଦିଅ। ତ ଆଜି ପାଇଁ ଏତିକି, ପୁଣି ଥରେ ଦେଖା ହେବା ନେକ୍ସଟ ଏପିସୋଡରେ। ସେତେ ପର୍ଯ୍ୟନ୍ତ ଓକେ ବାଏ।